ହେଉଥିବା ମନୁ ପ୍ରିୟବ୍ରତଙ୍କୁ ସମଗ୍ର ଭୂମଣ୍ଡଳର ଭାର ଅର୍ପଣ କରି ନିଜେ ଭୋଗାଶକ୍ତିରୁ ନିବୃତ୍ତ ହେଲେ। ପ୍ରିୟବ୍ରତଙ୍କର ଥିଲେ 2ଟି ପତ୍ନୀ। ପ୍ରଥମ ପତ୍ନୀ ବିଶ୍ୱକର୍ମାଙ୍କ କନ୍ୟା ବହିର୍ଷ୍ମତୀଙ୍କ ଗର୍ଭରୁ ତାଙ୍କର 10ଟି ପୁତ୍ର ଜାତ ହୋଇଛନ୍ତି। ତନ୍ମଧ୍ୟରୁ 3 ପୁତ୍ର ନିବୃତ୍ତିପରାୟଣ ହୋଇଯିବା ପରେ ସେ ଭୂମଣ୍ଡଳକୁ ଜମ୍ବୁ, ଶାକ, ଶାଳ୍ମଳୀ, ପ୍ରକ୍ଷ, କୁଶ, ପୁଷ୍କର ଓ କ୍ରଞ୍ଚ ଆଦି ସପ୍ତଦ୍ୱୀପରେ ବିଭକ୍ତ କରି ଆଗ୍ନିଧ୍ର ଓ ଇଦ୍ମଜିହ୍ୱା ଆଦି ଅବଶିଷ୍ଟ 7 ପୁତ୍ରଙ୍କ ମଧ୍ୟରେ ବାଣ୍ଟି ଦେଇ ପୁନରାୟ ସ୍ୱନିନ୍ଦା କରି ବୈରାଗ୍ୟ ଅବଲମ୍ବନ କଲେ। ଆଗ୍ନିଧ୍ର ହୁଅନ୍ତି ଜମ୍ବୁଦ୍ୱୀପର ରାଜା। ଶୁକ ଉବାଚ ଶୁଣ ରାଜନ ଏ ଅନ୍ତରେ ପିତାର ଆଜ୍ଞା ଘେନି ଶିରେ ଜମ୍ବୁଦ୍ୱୀପରେ ପ୍ରଜାଜନ ଆଗ୍ନିଧ୍ର କରଇ ପାଳନ ଏମନ୍ତେ କେତେ ଦିନ ଗଲା ଆଗ୍ନିଧ୍ର ମନେ ବିଚାରିଲା ସନ୍ତୋଷ ପିତୃଲୋକଙ୍କର କେମନ୍ତେ ହୋଇବ ମୋହର ଏମନ୍ତ ମନେ ବିଚାରିଲା ମନ୍ଦର ଗିରିରେ ମିଳିଲା ସୁରବନିତା କ୍ରୀଡ଼ା ସ୍ଥାନେ ପଶିଲା ଗହନ କାନନେ ସଂସାର କର ତାଙ୍କୁ ଧ୍ୟାଇ ବସିଲା ସ୍ଥିର ମନ ହୋଇ ତାହା ଜାଣିଲେ ଭଗବାନ ଯେ ବ୍ରହ୍ମା ସୃଷ୍ଟିର କାରଣ ସଭାରେ କରଇ ଗାୟନ ଯାହାର ପୂର୍ବ ଚିତ୍ତି ନାମ ଅତି ସୁନ୍ଦରୀ ଅପସରୀ ତାକୁ ପେଶିଲେ ବେଗ କରି ଆଗ୍ନିଧ୍ର ତପୋବନ ଲାଗେ ମିଳିଲା ଅପସରୀ ବେগে ଅତି ମଞ୍ଜୁଳ ମନୋହର ବିବିଧ ବିଟପି ଅପାର ଘନ ନିବିଡ଼ ଲତା ମାନ ଅଛନ୍ତି ନାନା ପକ୍ଷୀଗଣ କର୍ଣ୍ଣାଧିରାମ ଧ୍ୱନି ମାନ କରନ୍ତି ହରଷିତ ମନ ସ୍ୱଚ୍ଛ ନିର୍ମଳ ସଦୁବାରି ବିବିଧ ଜଳାଶୟ ପୁରୀ କୁକୁଟ କାରଣ୍ଡବ ହଂସ କରନ୍ତି ରୁଚିର ବିଳାସ କାନନେ ନାନା ପୁଷ୍ପସାର ପଦ୍ମପୁରିତ ସରୋବର ମନ୍ଦ ପବନ ବହି ନିତେ ତା ଦେଖି କନ୍ୟା ତ ସଜିତେ କରଇ ଲଳିତେ ଗାୟନ ବିନ୍ୟାସେ ପାଦ ଗତିମାନ ଚରଣେ ନୂପୁର ତାହାର ଧ୍ୱନି କରଇ ମନୋହର ଅତି ମଞ୍ଜୁଳ ତାନ ଶୁଣି ନୃପ କୁମର ଶିରୋମଣି ସମାଧି ଯୋଗରୁ ତାହାର ନୟନ କମଳ ଯୁଗଳ ଇସିତେ ବିକଶିତ କଲା ମନ୍ଦ ମଧୁରେ ସେ ଚାହିଁଲା ତା ଦେଖି ନୃପତି ନନ୍ଦନ ହୋଇଲା ଅନଙ୍ଗେ ଅଧୀନ ଜଡ଼ ପରାଏ ସେ ହୋଇଲା କାହୁଁ ତୁ ଅଇଲୁ ବୋଇଲା বন দেবতা মায়া করি বনকি খোঁজু বন হেরি কামর অস্ত্র মান যোখি
কি অর্থে বুলু তু মৃগাক্ষী কহ তু বচন মৃগକୁ ଲୋଡୁ କି କାରଣ ତୋ ବେନି କମଳ ଲୋଚନ ନିଶ୍ଚୟ ଅନଙ୍ଗର ବାଣ ଚରଣ ପଙ୍କଜେ ତୋହର ମଧୁର ବାଜଇ ନୁପୁର ଶରୀର ପୁଲକ ତୋହର ପୁରରେ ଘନ କୁଚ ଭାର କିଅବା ଚକ୍ରବାକ ବେନି ଶରୀରେ କହିଛୁ ଭାମିନି ମଧ୍ୟଭାଗ ଯେ କୃଷ ତୋର ବିଷୟୀ ଅତି ମନୋହର ଯାହାର ନୟନ ଗୋଚର ହୋଇବ ରୂପ ଗୁଣ ତୋର ସେ କି ଅନଙ୍ଗ ବସନୋହି ରହିବ ହେମନ୍ତ କେ ଦେହି ପ୍ରସନ୍ନ ହୁଅ ମତେ ତୁହି ମିତ୍ର ଭାବରେ ମୁଁ ଭଜଇ ତୋତେ ନ ଛାଡ଼ିବଇ ମୁହିଁ ବ୍ରହ୍ମା କି ଦେଲେ ପଠି ଆଇ ଚିତ ମୋହର ତୋର ତହି ନିଶ୍ଚଳେ ରହିଲା ଗୋ ସହି ସଫଳ କର ତୁହି ଏହା ସ୍ୱଭାବେ ତୁ ତ ପୁଣ୍ୟ ଦେହା ଏମନ୍ତେ ଅନୁନୟ ବାଣୀ ବିବିଧେ କହେ ନୃପମଣି ମଧୁର କୋମଳ ବଚନ କହି ହରିଲା କନ୍ୟା ମନ ନୃପ କୁମର ରୂପ ଗୁଣ ବିଦ୍ୟା ଯୌବନ ସୁରପଣ ଏମନ୍ତ ଗୁଣେ କନ୍ୟା ମନ ତକ୍ଷଣେ ହୋଇଲା ବନ୍ଧନ ଆଗ୍ନିଧ୍ର ସଙ୍ଗତେ ସୁନ୍ଦରୀ ଲକ୍ଷେ ବରଷ ଭୋଗ କରି ଜମ୍ବୁ ଦ୍ୱୀପର ପତି ତୁଲେ ବିବିଧ ଭୋଗ ସେ ଭୁଞ୍ଜିଲେ ସେ ପୂର୍ବ ଚିତ୍ତି ଗର୍ଭୁଜାତ ହୋଇଲେ ଅଗ୍ନିଧ୍ରର ସୁତ ନାଭିରମ୍ୟକ କିଂ ପୁରୁଷ କୁରୁ ଭଦ୍ରସ୍ୱ ହରିବର୍ଷ ହିରଣ୍ମୟ ଯେ ଇଳା ବୃତ୍ତ କେତୁମାଳ ଏ ନବସୁତ ବରଷ ବରଷ କେତାର ହୋଇଲା ଏ ନବ କୁମର ଗୃହକୁ ପୂର୍ବ ଚିତ୍ତି ତେଜି ବ୍ରହ୍ମାଚରଣେ ପୁଣ ଭଜି ଏ ଅନ୍ତେ ଅଗ୍ନିଧ୍ର ରାଜନ ସକାମେ କରି କର୍ମମାନ ସେ କିଛି ଦିନ ଅନନ୍ତରେ ଗମିଲେ ସେ ପିତୃଲୋକରେ ପିତା ପିତୃଲୋକ ଅନ୍ତରେ ପୁତ୍ରତା ବିଭାଜେ ସଂସାରେ ମେରୁର କନ୍ୟା ମାନ ଯେତେ ବିବାହ ହୋଇଲେ ବେଦ ମତେ ତାହାଙ୍କୁ ବିବାହ ହୋଇଲେ ଧର୍ମରେ ପୃଥିବୀ ପାଳିଲେ କହଇ ବିପ୍ର ଜଗନ୍ନାଥ ଅଗ୍ନିଧ୍ର ସୁତଙ୍କ ଚରିତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପଞ୍ଚମ ସ୍କନ୍ଧେ ଅଗ୍ନିଧ୍ର ବର୍ଣ୍ଣନମ୍ ନାମ ଦ୍ୱିତୀୟୋଧ୍ୟାୟ।